ହ୍ୟାଲୋ ସାଙ୍ଗମାନେ, ଗୁଡ଼୍ ମର୍ଣ୍ଣିଂ। ଜୟ ମା ମଙ୍ଗଳା। ମା ମଙ୍ଗଳା ମାଧରୁ ଆପଣମାନେ ସମସ୍ତେ ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ। ମାଆର ଆଶୀର୍ବାଦ ସଦା ସବୁବେଳେ ଆପଣଙ୍କୁ ମୁଣ୍ଡେଇ ଥାଉ। ଜୟ ମା ମଙ୍ଗଳା ମା। ଆଜି ହେଉଛି ମାଘ ମାସର ଲାଷ୍ଟ ଗୁରୁବାର। ଆମର ମାଘ ମାସରେ ମାଣ ବସେ ନାହିଁ। ଆମର ଯାଇକି ମାଘ ମାସରେ ମଘୁସୁର ମାସରେ ମାଣ ବସେ, ମାଘ ମାସରେ ବସେନି। ଆମର ମଘୁସୁରକୁ ଆମେ ଲାଷ୍ଟ ମାଣ ବସେଇ ଦେଇଥିରେ ଉଝେଇ ଦେଉ। ଆଉ ଯେଉଁମାନେ ସବୁ ରଖିଥାନ୍ତି ପ୍ରାୟ ମାଘ ମାସରେ ବୁଝାନ୍ତି, ମାନେ କାଁ ବା କୁଚିତ ମାଘ ମାସରେ, କାହିଁକିନା ମୁଁ ତ ଜାଣିଛି ମଘୁସୁର ମାସରେ ସମସ୍ତେ ମାଣ ବସାନ୍ତି, ବୁଝାନ୍ତି ସେଇଟା। ଆଉ ଆରମ୍ଭ ହେଲା, ଟାଇମ୍ ହେଉଛି 8:01। ଠାକୁର ପୋଷାଇଲେଣି, ଲୁଗାପଟା ଆସିଥିଲେ ଏଇଠି ଶୁଖେଇବାକୁ। ଆଉ କ'ଣ କର୍ମ ଅନୁସାରେ, ଛୋଟ ମୋଟ କର୍ମ ଅନୁସାରେ କାମ ହେବ। କାଲି ତ ବୁଧବାର ଥିଲା, ଆପଣମାନେ ତ ଦେଖିଥିବେ ଫାଷ୍ଟ ଲାଷ୍ଟ। ଆଶା କରୁଛି ମୋ ଭିଡ଼ିଓକୁ ସେମିତି ଭଲ ପାଇବା ଦିଅନ୍ତୁ, ଆହୁରି ମୁଁ ଆଗକୁ ଯାଏ। ଆଉ ଯିଏ ବି ନୂଆ ଅଛନ୍ତି ଜଲ୍ଦି ମୋ ଚ୍ୟାନେଲକୁ ଯାଆନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓକୁ ଫାଷ୍ଟ ଲାଷ୍ଟ ଦେଖନ୍ତୁ। ଯଦି ଭଲ ଲାଗିଲା ତ କମେଣ୍ଟରେ ଭଲ ବୋଲି ମେସେଜ୍ କରନ୍ତୁ, ଆଉ ଯଦି ଭଲ ନ ଲାଗିଲେ ସ୍କିପ୍ କରିକି ପଳେଇ ଯାଆନ୍ତୁ। ମୁଁ ଆଶା କରୁଛି ଆପଣମାନଙ୍କୁ ମୋ ଭିଡ଼ିଓ ବହୁତ ଭଲ ଲାଗୁଥିବ, ଆଉ କମେଣ୍ଟ ମାଧ୍ୟମରେ କହିବେ। ଆଉ ଯଦି ଭିଡ଼ିଓରେ କିଛି ଭୁଲ ରହିଯାଉଛି ତ ମୁଁ ନିଜକୁ କମେଣ୍ଟ ମାଧ୍ୟମରେ କହିଲେ ମୁଁ ନିଜକୁ ସୁଧରେଇବି ବୋଲି ମୁଁ ଆଶା କରୁଛି। ବ୍ଲଗ୍ଟା ଛାତ ଉପରୁ ସବୁବେଳେ ଆରମ୍ଭ ହେଉଛି। କାଲି ଗୋଟେ ଜାଗାକୁ ଯିବାର ଅଛି, କ'ଣ ହେବ କ'ଣ ନାହିଁ ଜାଣିନି। 4-5 ଦିନ ସାଡ଼େ କ୍ୟାମ୍ପ ପଡ଼ିବ, ଗୋଟେ ଜାଗାକୁ ଯିବାର ଅଛି। ଆଉ ସେଠି ଗଲେ ବ୍ଲଗ୍ କ'ଣ ଭିଡ଼ିଓ କ'ଣ ଟିକେ ପୁରା ଲେଟ୍ରେ ଆସିବେ। ଯେମିତି ମୋତେ ଏବେ ଏଇ ଟାଇମ୍ରେ ଭଲ ପାଇବା ଅଛି, ସେଠି ଯାଇ ଯଦି ଡେରି ହେଇଯାଏ ଛାଡ଼ିବାରେ, ସେମିତି ମୋତେ ଭଲ ପାଇବା ଦେବେ। ଆଉ ମୁଁ ଆଶା କରୁଛି ଆପଣମାନଙ୍କ ଭଲ ପାଇବା ଏମିତି ମୋ ମୁଣ୍ଡ ଉପରେ ଥାଉ, ମୋର ଭଲ ପାଇବା ଆପଣମାନଙ୍କ ପାଖରେ ଥାଉ, ମୋ ମାଆର ଆଶୀର୍ବାଦ ସଦା ସବୁବେଳେ ଆପଣମାନଙ୍କ ମୁଣ୍ଡରେ ଥାଉ। ଯିବା ତଳକୁ ଯିବା, ଚା' କରିବା, ଛୋଟ ମୋଟ କର୍ମ ଅନୁସାରେ କାମ କରିବା। ସାଙ୍ଗମାନେ ଦେଖୁଛନ୍ତି କେତେ ବଉଳ ହେଇଛି, ଭାରି ସୁନ୍ଦର ଦେଖାଯାଉଛି ନା। ଆଉ ସକାଳୁ ଆମର ଚା ବିସ୍କୁଟଟା ଥୁଆ, ଆପଣମାନେ ବି ମୋ ପ୍ରାୟ ଭିଡ଼ିଓରେ ଦେଖିଥିବେ। ସକାଳୁ ଚା, ମୁଢ଼ି, ବିସ୍କୁଟ, ମିକ୍ସଚର ଯାହା ବି ହେଲେ ସକାଳୁ ଆମର ଖାଇବା ପିଇବା। ତାପରେ ଓଷା ବାର ପିଠା ହେଉ କି ସୁଜି ଉପମା ହେଉ କି ସିମେଇ ହେଉ, ଯାହା ତାୱା ପିଠା ହେଉ ଯାହା ହେଲେ ବି ଆମର ହୁଏ। ତାପରେ ନହେଲେ ପଖାଳ। ଆମେ ହେଉଛି ଓଡ଼ିଆଙ୍କର ପ୍ରିୟ ତ ପଖାଳ। ଆମ ପଖାଳ ଭଲ ଲାଗିବ ନା ନାହିଁ। ଆଜିକାଲି ଆମେ ଖାଲି କଥା ହେବା, କାମ କମ୍, କଥା ବେଶୀ। ତାପରେ ପଖାଳ କୁଚିତ କାଁ ବା କୁଚିତ ତତଲା ରାନ୍ଧିଥିବି, ନହେଲେ ପଖାଳ। ନହେଲେ ପଖାଳକୁ ଆଳୁ ସିଝେଇ ଦେବି କି ଭଜା ଭାଜିଦେବି, କି କ'ଣ କରିବେ ତା ଦେହରେ ଗୋଳେଇକି ଖାଇଦିଅନ୍ତି, ତୋରାଣି ପିଇ ଦିଅନ୍ତି। ଯେହେତୁ କାଲି ସରସ୍ୱତୀ ପୂଜା, କାଲି ମୋ ସନ୍ତୋଷୀ ମାଆର 16 ପାଳି କାଲି ଶେଷ ହେଇଯାଉଛି। ଯଦି ଆମ ମଝିଆ ଶ୍ୱଶୁର ନ ମରିଥାନ୍ତେ ତ ମୁଁ ସେଇଠିକି ଯେଉଁଠି ପୂଜା ବସେଇଛି, କଳସ ବସେଇଛି, ପୂଜା କରୁଛି, ସେଇଠିକି ଯାଇଥାନ୍ତି। ଯେହେତୁ ଦାଦା ଶ୍ୱଶୁର ମରିଯାଇଛନ୍ତି, ବର୍ଷେ ଖଣ୍ଡେ ତ କିଛି ହେବନି, ଖାଲି ଘରେ ପାଳିବା କଥା। ଯେହେତୁ ଓଷା କରିଛି, ପୂଜାକୁ ଯାଏ ନ ଯାଏ, କିନ୍ତୁ ଖଟା, ଆମିଷ, ଉଷୁନା ଏଇ ଜିନିଷ ବାରିବି ନା ବାରିବିନି। କଳସଟା ନ ବସେଇଥାନ୍ତି ଗୋଟେ ଦୋଷରା, ଯେହେତୁ କଳସଟା ବସେଇଛି, ଯେହେତୁ ଅଛି, ସେଥିପାଇଁକି ମୁଁ ବି ଠାକୁରଙ୍କୁ ଡାକୁଥିଲି ଜଲ୍ଦି କେମିତି ସରିଯାଉ। କାହିଁକିନା ଛୁତିକିଆରେ କିଛି ମାନି ହେବ, କିନ୍ତୁ ମୂର୍ତ୍ତିକିଆରେ ତ ମାନି ହେବନି। କାହିଁକିନା ଆମ ବଡ଼ ମା' ଯିଏ, ତାଙ୍କ ବଡ଼ ବୁଢ଼ୀ ମା', ସିଏ ଟିକେ କ'ଣ କହିଲ, ତାଙ୍କ ଦେହ ଭଲ ନାହିଁ, ସିଏ ପୁରା ବୁଢ଼ୀ ହେଇଗଲେଣି। ସେମିତି ଗ୍ୟାରେଣ୍ଟି ଦେଇହେବନି, କେମିତି ଜଲ୍ଦି ସରିଗଲା ପରେ ମୋର ଆଉ ଟେନସନ୍ କିଛି ନାହିଁ। ସେଥିପାଇଁ କାଲି ଠାକୁରଙ୍କୁ ଭଲରେ କାଲି ସବୁ କିଛି ସରିଯାଉ। କାହିଁକିନା ବୁଢ଼ାବୁଢ଼ୀ ହେଲେଣି ନା, ମଣିଷ ଜୀବନ ଆଜି ଅଛି କାଲି ନାହିଁ, ସବୁ ତ ମାନିବାକୁ ପଡ଼ିବ ନା ନାହିଁ। ସେଇଥିପାଇଁକି କେମିତି ପୂଜା କାଲି ଠାକୁରଙ୍କ 4 ମାସ ହେଇଗଲା, କାଲି 16 ପାଳି। କାଲି ଦିନଟା ବି କେମିତି ଭଲରେ ସରିଗଲେ ଗୋଟେ ଚିନ୍ତା ଯିବ। ଯାଇଥିଲେ ବହୁତ ଭଲ ହେଇଥାନ୍ତା, ଦେଖିବା ବଞ୍ଚିଜି ରହିଥିଲେ। ଆର ବର୍ଷ ବି ଯାଇ ହେବନି। ଯଦି ସେ ବୁଢ଼ୀ ମାଆଙ୍କର ଯଦି କିଛି ନ ହୁଅନ୍ତା, ପ୍ରଭୁ ତାଙ୍କୁ ସେମିତି ବଞ୍ଚେଇକି ରଖନ୍ତେ।
କାହାର କିଛି ଯଦି ନ ହେଉଛି ତାହେଲେ ଆର ବର୍ଷ ଯାଇହେବ। କାହିଁକିନା ମଝିଆ ଶ୍ୱଶୁରଙ୍କ ବର୍ଷିକିଆ ଡିସେମ୍ବର ପଡ଼ିଯିବ କି ନଭେମ୍ବର ମାସରେ ପଡ଼ିଯିବ। ସରିଗଲା ପରେ ଆଉ ଯଦି ଜେଜେ ଶାଶୁ ଯିଏ ସିଏ ସରି ଜେଜେମା ଶାଶୁ ଯିଏ ଯଦି ସିଏ ତାଙ୍କର କ'ଣ ହେବ ତ ଯାଇ ବି ହେବନି ନା। ଭାରି ମନ ଦୁଃଖ ହେଉଛି। ମୋତେ ଓଷା ପର୍ବ କରିବାକୁ ଭାରି ଭଲ ଲାଗେ। ମୋତେ ଆସୁ ବା ନ ଆସୁ ପୂଜାରେ, କିନ୍ତୁ ସବୁବେଳେ ମୋ କଣ୍ଠରେ ମୋ ଓଠରେ ପ୍ରଭୁଙ୍କ ନାମଟା ହିଁ ଥାଏ। ଯେମିତି ମୁଁ ମଙ୍ଗଳା ମା'କୁ ବହୁତ ମୋ ଜୀବନଠୁ ଅଧିକ ଭଲ ପାଏ, ସେମିତି ସନ୍ତୋଷୀ ମା'କୁ ପୂଜିଲାଠୁ ସିଏ ତ ଦି ଭଉଣୀ ସନ୍ତୋଷୀ ମା'କୁ ବି ପୂଜିଲେ। ଯିବା ଛାତ ଉପରୁ ଯିବା, ତାଙ୍କ ଗାମୁଛା ଶୁଖେଇବା। ପାଗଟା ମସ୍ତ ହେଇଛି। ଆଜି ବି ପାଗଟା ହାଲକା ହାଲକା ପୁରା ଖରା ହେଇଛି, ଭଲ ଲାଗୁଛି। କିନ୍ତୁ ମୁଁ ମାଙ୍କଡ଼ ସକାଶେ ପ୍ରାୟ ଆଉ ବେଶୀ ସମୟ ତଳ ଉପରେ ବି ହେଇଯାଏ, କିନ୍ତୁ ଧଇଁସା ହେଇଯାଏ। ମୋର ଚୁଲି ଏଇଠି ଅଛି, ଚିରା କୋଉଦିନ ରହିଲେ ରୋଷେଇ ହେବ। ମାଙ୍କଡ଼ରେ ଆସିବ ବୋଲି ତ ସେଇଥିପାଇଁ ରୁହେନି। ମା ତୁମର ମା ମଙ୍ଗଳା। ତାପରେ ଆସିବ ଚୈତି ମାସ, ମା'ର ମାସ, ମାଘ ମାସ, ମାଘ ଫାଲ୍ଗୁନ ଚୈତ୍ର ମାସରେ ଆସିବ। ଗୋଟେ ମାସ ଗଲେ ମା'ର ଓଷା ଆସିବ। ଯାଉଛି ରିଲ୍ସ କରିଦିଏ ଇନଷ୍ଟାରେ, ତାପରେ ଆପଣଙ୍କ ସହିତ କଥା ହେଉଛି। ଆଜି ସେମିତି କିଛି ରୋଷେଇ ନାହିଁ, କାହିଁକିନା ଆଳୁ ସିଝେଇଛି, ପକୁଡ଼ି ଦୁଇଟା ଅଛି, ଆଉ କ'ଣ ହେବ ବଢ଼ି ବିଲାତି ଭାଜିବି ଦଳା, ଖାଇଲାରେ ଯାଇ ଦେଖାହେବା। ଖାଇବା ପଖାଳ, ଇଏ ଗୋଟେ ପାଗ ହେଇଛି ବଢ଼ି ବିଲାତି ବାଇଗଣ ପିଆଜ ଧନିଆ ପତ୍ର ଲଙ୍କା ଦଳା, ଆଳୁ ଛଙ୍କା, ପିଆଜ ଲେମ୍ବୁ, ପୁରା ଗରମ ଗରମ ଶାଗ ଭଜା ଆମ ନାନା ଦେଇଛନ୍ତି। ଇଏ ବି ପକୁଡ଼ି ନାନା ଦେଇଛନ୍ତି। ଏଇଠି ଆମର ଆପଣମାନେ ଚିନ୍ତିବେ, ଖାଅ ଖାଅ, ଯେହେତୁ କାଲି ଓଷା ସକାଶେ ଆଜି ରନ୍ଧା ହେଇନି ପଖାଳ। ମୋତେ ଖାଇବେ, ମୁଁ ଏଇ ପାଗଟା କରିଦିଏ ଦଳିଆଟା। ଲୁଣ ପକେଇ ଭାଜିଥିଲି, ଆଉ ଟିକେ ପକେଇଦିଅ। ଲୁଣିଆ ଲାଗିବ ରେ ବାବା। ଲେମ୍ବୁ ତମର ଆଣିଛି, ତାଙ୍କ ପାଖକୁ ନେଇଗଲେ ସେଟା। ଆଉ ସିଏ ତାଙ୍କର ପାଗ କରିବେ। ଲଙ୍କା ମୋତେ କହିପାରିଲେନି, ସେ ନିଜେ ଉଠି ଯାଉଛନ୍ତି ରସୁଣ ପାଇଁକି। ଦେଲ ତୋରଣୀ ଦେଲେ, ତୋରଣୀ ପକେଇ ଟିକେ ଦଳି ଦେବ। ନା କହିଥିଲେ ଛାଣି। ନାଇଁ ନାଇଁ ମିଛ କଥା କାହିଁ କହିବି, ମୁଁ କିଛି କହିନି। ହଉ ଆପଣ ମୋତେ ଦେଖିଲେ, ଆକୁ ଦଳି ଦେଲି। ଆଜି ବାସି ପଖାଳକୁ ଏଇ ଦଳା ଦଳିକି ମେନ୍ ହେଉଛି ଆଜି ସଜନା ଶାଗ।
ସଜନା ଶାଗ ଭଜାକୁ ପଖାଳ ତାଙ୍କର ଏଠି ଗୋଟେ କ'ଣ ଯେଉଁ କ'ଣ ଲେମ୍ବୁ ଲଙ୍କା ରସୁଣ ଗୋଟେ ପାଗ କରିବେ ଦଳିକି। ହଉ ପତିଦେବ ଖାଇସାରିଲେ ମୁଁ ଖାଇବି, ମୁଁ ବି ଯାଉଛି ଖାଇବି। ଆପଣମାନେ ବି ଆସନ୍ତୁ ଆମ ସହିତ ପଖାଳ ଖାଇବେ। ସ୍ପେଶାଲ ଆଜି ସବୁ ସ୍ପେଶାଲ ଖାଇବା। ପଖାଳ ସାଙ୍ଗ ତ ମେନ୍ ଇଏ ଦଳା, ମେନ୍ ଶାଗ ଭଜା, ପକୁଡ଼ି, ଆଳୁ ଛଙ୍କା। ଆଳୁ ପତିଦେବ ଆପଣମାନେ ଦେଖିଲେ ମୁଁ ଖାଇସାରିଲେ ଆପଣମାନଙ୍କ ସହିତ କଥା ହେଉଛି। ସେ ଖାଇକି ଗଲେଣି ହେରି ଆଉ ବ୍ଲଗ୍ଟା ଆରମ୍ଭ କରିନଥିଲି। ଆଜି ବହୁତ ମୋତେ ମାନେ ଏତେ ନିଦ ମାଡ଼ୁଛି କିନ୍ତୁ ଶୋଇ ହେଉନି। ତାପରେ ପଖାଳ ଖାଇଥିଲି, ନିଦ ତ ମାଡ଼ିବ ନା ନାଇଁ। ଖରାଦିନେ ଆସିଛି ଖରାଦିନେ କ'ଣ ଶୀତ ଦିନେ କ'ଣ ବର୍ଷା ଦିନେ କ'ଣ ଆମେ ପଖାଳ ଖାଇଥିଲେ ଆମକୁ ନିଦ ମାଡ଼େନି। ନିଦ ମାଡ଼େ କିନ୍ତୁ ଶୀତ ଦିନେ ମୁଁ ଏଥିପାଇଁ ପ୍ରାୟ ଶୁଏନି କି କାଁ କୁଚିତ ଶୋଇଥିବି କିନ୍ତୁ ପ୍ରାୟ ମୁଁ ଶୀତ ଦିନେ ଶୁଏନି। ଶୋଇକି ଉଠିଲେ ମାନେ ମୋତେ ଭାରି ଅଳସୁଆ ଲାଗିବ ଆଉ ମାନେ ଅବାଗିଆ ଲାଗେ। ଖରାଦିନେ ପଛେ ଶୋଇପଡ଼ିବି କିନ୍ତୁ ଶୀତ ଦିନେ ଶୋଇପାରିବିନି। ଆଉ ଖରାଦିନେ ନିଦ ମାଡ଼ୁଥିବ କିନ୍ତୁ ଗରମରେ ଶୋଇ ହେବନି। ଶୀତ ଦିନେ ଥଣ୍ଡା ପଡ଼ିଛି କିନ୍ତୁ ନିଦ ମାଡ଼ୁନି। ଆଜିର ବ୍ଲଗ୍ଟାକୁ ମୁଁ ଏଇଠି ଏଣ୍ଡ କରିଛି। ଆଜି ସେମିତି କିଛି ଖାସ୍ ଭିଡ଼ିଓ ନାହିଁ, ଖାଲି ଗପରେ ଆଉ ସକାଳ ମାନେ ଖରାଳ ଖାଇବା ସେତିକି। ଯଦି ମୋ ଭିଡ଼ିଓ ମାନେ ଭଲ ଲାଗେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। ଜଲ୍ଦି ମୋ ଚ୍ୟାନେଲକୁ ଯିବେ, ସବସ୍କ୍ରାଇବ୍ କରିଦେବେ। ଯିଏ ନୂଆ ବି ଅଛନ୍ତି ସିଏ ବି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। କାଲି ଏଥିରେ ଗୋଟେ ଜାଗାରେ ଆମେ ଥିବୁ, ସେଠି କ'ଣ କରିବି ନା ସର୍ଟ ଭିଡ଼ିଓ ଟାଇମ୍ରେ ଛାଡ଼ି ହେବ ନା ଲଙ୍ଗ୍ ଭିଡ଼ିଓ। ଆପଣମାନେ କେମିତି ଏଠି କ'ଣ ମୋର 5G ଫୁଲ୍ ଡାଟା, ସେଥିପାଇଁ କି ଭିଡ଼ିଓ 4-5ଟା କରିପାରେ, ଲଙ୍ଗ୍ ଭିଡ଼ିଓ ଛାଡ଼ିପାରେ। କିନ୍ତୁ ସେଠି ମୋର 4G ଚାଲି ଆସିବ, ଯେଉଁଥିପାଇଁ କି ଏମିତି ଜଲ୍ଦି ସରିଯିବ। ଯେମିତି ମୋତେ ଏବେ ଭଲ ପାଇବା ଦେଉଛନ୍ତି ସେମିତି ମୋତେ କାଲିଠୁ ଦେବେ। ଆଉ ଯିଏ ନୂଆ ଅଛନ୍ତି ସିଏ ବି ମୋ ଚ୍ୟାନେଲକୁ ଯାଇ ସବସ୍କ୍ରାଇବ୍ କରିଦିଅନ୍ତୁ, ଭଲ କମେଣ୍ଟ ଦେଇ ଦିଅନ୍ତୁ। ଆଜିର ବ୍ଲଗ୍ଟାକୁ ମୁଁ ଏଇଠି ଏଣ୍ଡ କରିଛି। ଯଦି ମୋ ଥରେ କିଛି ଭୁଲ ଥାଏ ମୋତେ କ୍ଷମା କରିଦେବେ। ରହିଲି, ଜୟ ମା ମଙ୍ଗଳା ମା, ଟାଟା। ପୁଣି ଦେଖା ହେବ କାଲି ନୂଆ ଫ୍ରେଶ୍ ବାଲା ବ୍ଲଗ୍କୁ। କାଲି ସନ୍ତୋଷୀ ମାଙ୍କର ଶେଷ ପାଳି, ସରସ୍ୱତୀ ପୂଜା। କାଲି ଆମେ ଦେଖା ହେବା, ପୁଣି କଥା ହେବା। ଆଉ କେଉଁ ଜାଗାକୁ ଯିବି ସେଇଟା ବି ଆପଣମାନଙ୍କ ସହିତ ସେୟାର କରିବି। ଟାଟା।